आकाशवाणी संवाद पढ़ुछंती मलय रंजन मिश्र। मुख्य संवाद। आचार्य विद्यानंद जी महाराज को शतवार्षिकी समारोह को उद्घाटन कले प्रधानमंत्री। ओडिशा रे कार्यक्षम हेब 35 नियुत टन क्षमता विशिष्ट 2टी नूतन कोईला खनि। आकाशवाणी मन की बात कार्यक्रम रे प्रधानमंत्री आसंता काली देशवासी सह करिवे भाव विनिमय। पुरी श्रीगुंडीचा मंदिर रे पहुंचिले 3 रथ। आसंता काली चतुर्धामूर्ति आड़प मंडप विजे एवं 19 वर्षर कम पुरुष वर्ग दिनिका आंतर्जातिक क्रिकेट मैच रे इंग्लैंड को 6 विकेट परास्त कला भारत। महान जैन दृष्टिभंगी युववर्ग को भारतीय परंपरा सहित जोड़बार गुरुत्वपूर्ण भूमिका ग्रहण करिआसी बोली प्रधानमंत्री नरेंद्र मोदी कहिसेंति। नुआदिल्ली रे आज आचार्य विद्यानंद जी महाराज को शतवार्षिकी समारोह को उद्घाटन करी प्रधानमंत्री एहा कहिसेंति। जिस दिव्य आत्मा की वाणी को, उनके वचनों को हम जीवन भर गुरु वाक्य मानकर उनसे सीखते हैं, उनके बारे में कुछ भी बोलना हमें भावुक कर देता है। मैं अभी भी सोच रहा हूं कि श्री विद्यानंद जी मुनिराज के बारे में बोलने की जगह काश हमें आज भी उन्हें सुनने का सौभाग्य मिलता। ऐसी महान विभूति की जीवन यात्रा को शब्दों में समेटना आसान नहीं है। ଏହି ଅବସରରେ ପ୍ରଧାନମନ୍ତ୍ରୀ ଏକ ସ୍ୱତନ୍ତ୍ର ସ୍ମାରକୀ ମୁଦ୍ରା ଓ ଡାକ ଟିକଟକୁ ଉନ୍ମୋଚନ କରିଛନ୍ତି। ଆଚାର୍ଯ୍ୟ ବିଦ୍ୟାନନ୍ଦଜୀଙ୍କ 100ତମ ଜନ୍ମବାର୍ଷିକୀକୁ ସମ୍ମାନ ଜଣାଇବା ଲକ୍ଷ୍ୟ ନେଇ ଭଗବାନ ମହାବୀର ଅହିଂସା ଭାରତୀ ଟ୍ରଷ୍ଟ ସହଯୋଗରେ ସରକାରଙ୍କ ପକ୍ଷରୁ ଏହି ବର୍ଷବ୍ୟାପୀ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି। ଆଚାର୍ଯ୍ୟ ବିଦ୍ୟାନନ୍ଦଜୀ ଜୈନ ସମ୍ପ୍ରଦାୟର ଜଣେ ଆଧ୍ୟାତ୍ମିକ ଗୁରୁ ଏବଂ ସମାଜ ସଂସ୍କାରକ ଥିଲେ। ଜୈନ ଦର୍ଶନ ଏବଂ ନୀତିଶାସ୍ତ୍ର ଉପରେ ସେ 50ରୁ ଅଧିକ ପୁସ୍ତକ ରଚନା କରିଛନ୍ତି। ଦେଶରେ ପ୍ରାଚୀନ ଜୈନ ମନ୍ଦିରଗୁଡ଼ିକର ପୁନରୁଦ୍ଧାର, ଶିକ୍ଷା, ପ୍ରାକୃତିକ ସମ୍ପଦ, ଜୈନ ଦର୍ଶନ ଏବଂ ଶାସ୍ତ୍ରୀୟ ଭାଷାର ସୁରକ୍ଷା ଦିଗରେ ଅନେକ ପଦକ୍ଷେପ ସେ ଗ୍ରହଣ କରିଥିଲେ। ସମଗ୍ର ଦେଶରେ ଏହି ବର୍ଷବ୍ୟାପୀ ସମାରୋହ ପାଳନ ଅବସରରେ ଆଚାର୍ଯ୍ୟ ବିଦ୍ୟାନନ୍ଦଜୀଙ୍କ ଜୀବନାଦର୍ଶ, ତାଙ୍କର ବାର୍ତ୍ତା ପ୍ରସାର ଲକ୍ଷ୍ୟ ନେଇ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। କୋଲ୍ ଇଣ୍ଡିଆର ସହାୟକ କମ୍ପାନୀ ମହାନଦୀ କୋଲଫିଲ୍ଡ ଲିମିଟେଡ୍ ଏମ୍ସିଏଲ୍ ଦ୍ୱାରା ଓଡ଼ିଶାରେ 35 ନିୟୁତ ଟନ୍ କ୍ଷମତା ବିଶିଷ୍ଟ 2ଟି ନୂତନ କୋଇଲା ଖଣି କାର୍ଯ୍ୟକ୍ଷମ କରାଯିବ। ଏମ୍ସିଏଲ୍ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଉଦୟ ଏ କାଓଲେ ଏହି ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ସୁଭଦ୍ରା ଖଣି ଏବଂ ବଳଭଦ୍ର ଖଣି ନାମରେ ଏହି 2ଟି ଯାକ କୋଇଲା ଖଣି କାର୍ଯ୍ୟକ୍ଷମ ହେବ। ଓଡ଼ିଶାର ସମ୍ବଲପୁରସ୍ଥିତ କମ୍ପାନୀ ମୁଖ୍ୟାଳୟରେ ଗଣମାଧ୍ୟମକୁ ଶ୍ରୀ କାଓଲେ ଏହି ସୂଚନା ଦେଇଛନ୍ତି। ଅନୁଗୁଳ ଜିଲ୍ଲାର ତାଳଚେର କୋଇଲା କ୍ଷେତ୍ରଗୁଡ଼ିକରେ ଏହି 2ଟି ଯାକ ଖଣି କାର୍ଯ୍ୟକ୍ଷମ କରାଯିବ ବୋଲି ଆମ ସମ୍ବାଦଦାତା ସୂଚନା ଦେଇଛନ୍ତି। ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ସୁଭଦ୍ରା ଖଣିରୁ ବାର୍ଷିକ 25 ନିୟୁତ ଟନ୍ କୋଇଲା ଉତ୍ତୋଳନ କରିବାକୁ ଲକ୍ଷ୍ୟ ରଖାଯାଇଛି। 2029-30 ଆର୍ଥିକ ବର୍ଷ ସୁଦ୍ଧା ବଳଭଦ୍ର ଖଣିରୁ 10 ନିୟୁତ ଟନ୍ କୋଇଲା ଉତ୍ପାଦନ କରିବାକୁ ପଦକ୍ଷେପ ଗ୍ରହଣ କରାଯାଉଛି। ଶ୍ରୀ କାଓଲେ କହିଛନ୍ତି, ଦେଶରେ କୋଇଲା ଉତ୍ପାଦନକୁ ବୃଦ୍ଧି କରିବା ଏବଂ ନିରନ୍ତର ଯୋଗାଣକୁ ସୁନିଶ୍ଚିତ କରିବା ଲକ୍ଷ୍ୟ ନେଇ ଏମ୍ସିଏଲ୍ର ଦୀର୍ଘକାଳୀନ ଯୋଜନାର ଏହା ଅଂଶ ହେବ। ତାଳଚେର କୋଇଲା କ୍ଷେତ୍ର ଦେଶରେ ଏକ ଗୁରୁତ୍ୱପୂର୍ଣ୍ଣ କୋଇଲା ଉତ୍ତୋଳନ କ୍ଷେତ୍ର ଭାବରେ ପରିଗଣିତ। ପୂର୍ବରୁ ଏମ୍ସିଏଲ୍ ଦ୍ୱାରା 18ଟି ଖଣି କାର୍ଯ୍ୟକ୍ଷମ ହୋଇଛି। ସେଥିମଧ୍ୟରେ ଓଡ଼ିଶାର ଭୁବନେଶ୍ୱରୀୟ, ଜଗନ୍ନାଥ, ଖିଙ୍ଗୁଳା, ଲିଙ୍ଗରାଜ ଏବଂ ତାଳଚେର କୋଇଲା ଖଣି ଅନ୍ତର୍ଭୁକ୍ତ। ଦେଶର ବର୍ଦ୍ଧିତ କୋଇଲା ଚାହିଦାକୁ ଏହି ନୂତନ ଖଣି ଦ୍ୱାରା ପୂରଣ କରାଯାଇପାରିବ ବୋଲି ଶ୍ରୀ କାଓଲେ ଆଶାବ୍ୟକ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ପୂର୍ବାହ୍ନ 11ଟାରେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବେ। ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ର ଏହା ହେବ 123ତମ ସଂସ୍କରଣ। ଏହି କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟୱାର୍କ, ଆକାଶବାଣୀ ୱେବ୍ସାଇଟ୍, ନ୍ୟୁଜ୍ ଅନ୍ ଏୟାର ମୋବାଇଲ୍ ଆପ୍ରେ ଉପଲବ୍ଧ ହେବ। ଏହା ମଧ୍ୟ ଆକାଶବାଣୀ, ଡିଡି ନ୍ୟୁଜ୍, ପିଏମ୍ଓ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ସିଧା ପ୍ରସାରଣ କରାଯିବ। ହିନ୍ଦୀ ଭାଷାରେ ପ୍ରସାରଣ ପରେ ପରେ ଆକାଶବାଣୀରେ ଏହି କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣ ପ୍ରସାରଣ କରାଯିବ। ରାତି 8ଟାରେ ଆଞ୍ଚଳିକ ଭାଷାନ୍ତରଣର ପୁନଃ ପ୍ରସାରଣ କରାଯିବ। କୋଲକାତାର ଆଇନ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲାରେ ପଶ୍ଚିମବଙ୍ଗ ପୁଲିସ୍ ଆଜି ଜଣେ ସୁରକ୍ଷାକର୍ମୀଙ୍କୁ ଗିରଫ କରିଛି। ତାଙ୍କୁ କୋର୍ଟ ଚାଲାଣ କରାଯାଉଛି। ପୂର୍ବରୁ ଏହି ଘଟଣାରେ ପୁଲିସ୍ 2 ଜଣ ବର୍ତ୍ତମାନର ଛାତ୍ର ଏବଂ ଜଣେ ପୂର୍ବତନ ଛାତ୍ରଙ୍କୁ ମିଶାଇ 3 ଜଣଙ୍କୁ ଗିରଫ କରିଥିଲା। ମଙ୍ଗଳବାର ପର୍ଯ୍ୟନ୍ତ ସେମାନଙ୍କୁ ପୁଲିସ୍ ହେଫାଜତରେ ରଖିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି କଥିତ ଅଭିଯୁକ୍ତମାନେ ପଶ୍ଚିମବଙ୍ଗର ଟିଏମ୍ସି ସରକାରଙ୍କ ସହିତ ଜଡ଼ିତ ଅଭିଯୋଗରେ ବିରୋଧୀ ଦଳଗୁଡ଼ିକ ପକ୍ଷରୁ ଆଜି ପ୍ରତିବାଦ ସଭାର ଆୟୋଜନ କରାଯାଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ।
ପୁରୀ ବଡ଼ଦାଣ୍ଡରେ ଗତକାଲି ଅଟକି ରହିଥିବା ତିନୋଟି ଯାକ ରଥକୁ ଆଜି ସକାଳୁ ଶ୍ରଦ୍ଧାଳୁ ଗୁଣ୍ଡିଚା ମନ୍ଦିର ଅଭିମୁଖେ ଟାଣି ନେଇଛନ୍ତି। ସକାଳ 9:30ରୁ ରଥଟଣା ଆରମ୍ଭ ହୋଇଥିଲା। ଆମ ପ୍ରତିନିଧି ଦେଇଥିବା ସୂଚନା ଅନୁଯାୟୀ ତିନୋଟି ଯାକ ରଥ ଗୁଣ୍ଡିଚା ମନ୍ଦିରରେ ପହଞ୍ଚି ସାରିଛନ୍ତି। ବଡ଼ଭାଇ ପ୍ରଭୁ ଶ୍ରୀ ବଳଭଦ୍ରଙ୍କ ତାଳଧ୍ୱଜ ରଥ ଗତକାଲି ବଳଗଣ୍ଡି ଛକରେ ଅଟକି ରହିଥିବା ବେଳେ ଭଉଣୀ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ମାର୍କେଟ ଛକରେ ଅଟକି ରହିଥିଲା। ପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ନନ୍ଦିଘୋଷ ରଥ ସିଂହଦ୍ୱାର ସମ୍ମୁଖରେ ହିଁ ଅଟକିଥିଲା। ଆଜି ସେହିଠାରୁ ରଥଟଣା ଆରମ୍ଭ ହୋଇଥିଲା। ରଥ ଉପରେ ପରମ୍ପରା ଅନୁଯାୟୀ ମଙ୍ଗଳ ଆଳତୀ, ଠାକୁରଙ୍କର ବେଶ ସହ ତଡ଼ପ ଲାଗି ନୀତି ଅନୁଷ୍ଠିତ ହୋଇଥିଲା। ରଥ ଉପରେ ଶ୍ରୀଜୀଉଙ୍କର ଆଜି ଅନ୍ୟାନ୍ୟ ନୀତି ଅନୁଷ୍ଠିତ ହେବ। ଆସନ୍ତାକାଲି ଚତୁର୍ଦ୍ଧାମୂର୍ତ୍ତି ଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପକୁ ବିଜେ କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ଜୁଲାଇ ମାସ 2 ତାରିଖରୁ 8 ଦିନ ଲାଗି ଘାନା, ତ୍ରିନିଦାଦ ଓ ଟବାଗୋ, ଆର୍ଜେଣ୍ଟିନା, ବ୍ରାଜିଲ ଏବଂ ନାମିବିଆ ଗସ୍ତରେ ଯିବେ। ପ୍ରଥମ ଚରଣରେ ଶ୍ରୀ ମୋଦି ଘାନା ଗସ୍ତରେ ଯିବେ। ଏହି ଗସ୍ତ ଅବସରରେ ସେ ଘାନାର ରାଷ୍ଟ୍ରପତିଙ୍କ ସହିତ ଅର୍ଥନୈତିକ, ଶକ୍ତି ଓ ପ୍ରତିରକ୍ଷା ସହଯୋଗ ସମେତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଭାଗିଦାରୀକୁ ଅଧିକ ସଶକ୍ତ କରିବା ଉପରେ ଆଲୋଚନା କରିବେ। ଏହାପରେ 3 ତାରିଖ ଦିନ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ତ୍ରିନିଦାଦ ଓ ଟବାଗୋ ଗସ୍ତରେ ଯିବେ। ଏହି ଅବସରରେ ସେ ସେଠାକାର ରାଷ୍ଟ୍ରପତି ଖ୍ରୀଷ୍ଟିଆଇନ କାର୍ଲା କାଙ୍ଗାଲୁ ଏବଂ ପ୍ରଧାନମନ୍ତ୍ରୀ କମଳା ପ୍ରସାଦ ବିଶେଷାରଙ୍କ ସହ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିବେ। ଏତଦ୍ବ୍ୟତୀତ ଶ୍ରୀ ମୋଦି ତ୍ରିନିଦାଦ ଓ ଟବାଗୋର ଯୁଗ୍ମ ସଂସଦୀୟ ଅଧିବେଶନରେ ଉଦ୍ବୋଧନ ଦେବାର କାର୍ଯ୍ୟସୂଚୀ ରହିଛି। ଗସ୍ତର ତୃତୀୟ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ 4 ତାରିଖ ଦିନ ଆର୍ଜେଣ୍ଟିନା ଗସ୍ତରେ ପହଞ୍ଚିବେ। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ସେଠାକାର ପ୍ରଧାନମନ୍ତ୍ରୀ ମିଲେଇଙ୍କ ସହିତ ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା, କୃଷି, ତୈଳ ଏବଂ ବାଷ୍ପ, ନବୀକରଣ ଶକ୍ତି, ବାଣିଜ୍ୟ ଓ ପୁଞ୍ଜିନିବେଶ ଭଳି କେତେକ କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ଭାଗିଦାରୀକୁ ଅଧିକ ସଶକ୍ତ କରିବା ଉପରେ ଆଲୋଚନା କରିବେ। ସପ୍ତଦଶ ବ୍ରିକ୍ସ ସମ୍ମିଳନୀ 2025ରେ ଯୋଗଦେବା ଲାଗି ପ୍ରଧାନମନ୍ତ୍ରୀ ଜୁଲାଇ 5 ତାରିଖରେ ବ୍ରାଜିଲରେ ପହଞ୍ଚିବେ। ଏହି ସମ୍ମିଳନୀ ବ୍ରାଜିଲର ରିଓ ଡି ଜେନେରିଓଠାରେ ଅନୁଷ୍ଠିତ ହେବ। ଏହି ସମ୍ମିଳନୀରେ ଶ୍ରୀ ମୋଦି ଶାନ୍ତି ଓ ସୁରକ୍ଷା, ବହୁବାଧର ସଶକ୍ତିକରଣ, କୃତ୍ରିମ ବୁଦ୍ଧିମତ୍ତାର ଦାୟିତ୍ୱପୂର୍ଣ୍ଣ ବ୍ୟବହାର, ଜଳବାୟୁ ପରିବର୍ତ୍ତନ, ବିଶ୍ୱ ସ୍ୱାସ୍ଥ୍ୟ, ଅର୍ଥନୈତିକ ତଥା ଆର୍ଥିକ ପ୍ରସଙ୍ଗ ଉପରେ ସଦସ୍ୟ ରାଷ୍ଟ୍ର ନେତୃବୃନ୍ଦଙ୍କ ସହିତ ମତ ବିନିମୟ କରିବେ। ସେହିଭଳି ଶ୍ରୀ ମୋଦି ବ୍ରାସିଲିଆ ଗସ୍ତରେ ଯାଇ ରାଷ୍ଟ୍ରପତି ଲୁଲାଙ୍କ ସହିତ ଦୁଇ ଦେଶ ମଧ୍ୟରେ ବିଭିନ୍ନ ସ୍ୱାର୍ଥ ଜଡ଼ିତ କ୍ଷେତ୍ରରେ ରଣନୈତିକ ଭାଗିଦାରୀକୁ ଅଧିକ ସମ୍ପ୍ରସାରିତ କରିବା ଉପରେ ଆଲୋଚନା କରିବେ। ଗସ୍ତର ଶେଷ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଜୁଲାଇ 9 ତାରିଖରେ ନାମିବିଆ ଗସ୍ତରେ ଯିବେ। ଶ୍ରୀ ମୋଦି ନାମିବିଆର ରାଷ୍ଟ୍ରପତି ନାନ୍ଦି ଦାଇତ୍ୱହାଙ୍କ ସହ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗରେ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ଉପସାଗରୀୟ ଅଞ୍ଚଳରେ ବିକିରଣ ସ୍ତର ସ୍ୱାଭାବିକ ରହିଛି ବୋଲି ଅନ୍ତର୍ଜାତୀୟ ପରମାଣୁ ଶକ୍ତି ସଂସ୍ଥା IAEAର ମହାନିର୍ଦ୍ଦେଶକ ରାଫେଲ ମାରିଆନୋ ଗ୍ରୋସି କହିଛନ୍ତି। ଇସ୍ରାଏଲ୍ ଏବଂ ଇରାନ ମଧ୍ୟରେ 12 ଦିନର ସଂଘର୍ଷ ପରିପ୍ରେକ୍ଷୀରେ ଇରାନର ଅନେକ ପରମାଣୁ ପ୍ରତିଷ୍ଠାନ କ୍ଷତିଗ୍ରସ୍ତ ହୋଇଛି। ଆନ୍ତର୍ଜାତିକ ବିକିରଣ ତଦାରଖ ବ୍ୟବସ୍ଥା ମାଧ୍ୟମରେ IAEAକୁ ମିଳିଥିବା ରିପୋର୍ଟ ଆଧାରରେ ଶ୍ରୀ ଗ୍ରୋସି ଏହା କହିଛନ୍ତି। କୌଣସି କ୍ଷତିଗ୍ରସ୍ତ ପରମାଣୁ ଶକ୍ତି ରିଆକ୍ଟରରୁ ହେଉଥିବା ବିକିରଣକୁ ଏହି ତଦାରଖ ବ୍ୟବସ୍ଥା ମାଧ୍ୟମରେ ଅନୁଧ୍ୟାନ କରାଯାଇଥାଏ। IAEA ସହିତ ହୋଇଥିବା ଚୁକ୍ତି ଅନୁଯାୟୀ ତଦାରଖ ବ୍ୟବସ୍ଥାର ପ୍ରତିନିଧି ଇରାନରେ ବିକିରଣର ଯାଞ୍ଚ କରିଛନ୍ତି ବୋଲି ଶ୍ରୀ ଗ୍ରୋସି ସୂଚନା ଦେଇଛନ୍ତି। ରାଜସ୍ଥାନରେ ଏକ ସଡ଼କ ଦୁର୍ଘଟଣାରେ 4 ଜଣଙ୍କର ମୃତ୍ୟୁ ହୋଇଛି। 21 ନମ୍ବର ଜୟପୁର ଆଗ୍ରା ଜାତୀୟ ରାଜପଥର ଦୌସାଠାରେ ଗତ ରାତିରେ ଏକ ଟ୍ରକ୍ ଏବଂ କାର୍ ମଧ୍ୟରେ ଧକ୍କା ହେବାରୁ ଦୁର୍ଘଟଣା ଘଟିଥିଲା। ମୃତକଙ୍କ ମଧ୍ୟରେ 3 ଜଣ ମହିଳା ଅଛନ୍ତି। ହରିୟାଣାର ରୋହତକ ଜିଲ୍ଲାର ସେମାନେ ବାସିନ୍ଦା ବୋଲି ଜଣାପଡ଼ିଛି। 19 ବର୍ଷରୁ କମ୍ ପୁରୁଷ ବର୍ଗ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ରେ ଭାରତ ଇଂଲଣ୍ଡ ବିପକ୍ଷରେ ବିଜୟୀ ହୋଇଛି। ହୋବ୍ ସ୍ଥିତ କାଉଣ୍ଟି ଗ୍ରାଉଣ୍ଡରେ ଖେଳାଯାଇଥିବା ଏହି ପ୍ରଥମ ଯୁବ ଆନ୍ତର୍ଜାତିକ ମ୍ୟାଚ୍ରେ ଭାରତ ଇଂଲଣ୍ଡକୁ 6 ୱିକେଟ୍ରେ ହରାଇଛି। ଟସ୍ ଜିତି ଇଂଲଣ୍ଡ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ସମସ୍ତ ୱିକେଟ୍ ହରାଇ 174 ରନ୍ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ରକି ଫ୍ଲେଣ୍ଟଫ୍ 56 ରନ୍ ସଂଗ୍ରହ କରିଥିଲେ। ଭାରତ ପକ୍ଷରୁ କନିଷ୍କ ଚୌହାନ 3ଟି ୱିକେଟ୍ ଅକ୍ତିଆର କରିଥିଲେ। 175 ରନ୍ର ବିଜୟ ଲକ୍ଷ୍ୟକୁ ଭାରତ 24 ଓଭର 4 ୱିକେଟ୍ ବିନିମୟରେ ସଂଗ୍ରହ କରିପାରିଥିଲା। ବୈଭବ ସୂର୍ଯ୍ୟବଂଶୀ ଦଳ ପକ୍ଷରୁ 19ଟି ବଲ୍ରୁ ଦ୍ରୁତ 48 ରନ୍ ସଂଗ୍ରହ କରିଥିଲେ। ଆସନ୍ତା ସୋମବାର ଦିନ ଦୁଇ ଦଳ ମଧ୍ୟରେ ନର୍ଥହାମ୍ପଟନ୍ଠାରେ ଦ୍ୱିତୀୟ ଦିନିକିଆ ଆନ୍ତର୍ଜାତିକ ମ୍ୟାଚ୍ ଖେଳାଯିବ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ଆଚାର୍ଯ୍ୟ ବିଦ୍ୟାନନ୍ଦଜୀ ମହାରାଜଙ୍କ ଶତବାର୍ଷିକୀ ସମାରୋହକୁ ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ। ଓଡ଼ିଶାରେ କାର୍ଯ୍ୟକ୍ଷମ ହେବ 35 ନ୍ୟୁଟନ କ୍ଷମତା ବିଶିଷ୍ଟ 2ଟି ନୂତନ କୋଇଲା ଖଣି। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଆସନ୍ତାକାଲି ଦେଶବାସୀଙ୍କ ସହ କରିବେ ଭାବ ବିନିମୟ। ପୁରୀ ଶ୍ରୀଗୁଣ୍ଡିଚା ମନ୍ଦିରରେ ପହଞ୍ଚିଲା 3 ରଥ। ଆସନ୍ତାକାଲି ଚତୁର୍ଦ୍ଧାମୂର୍ତ୍ତିଙ୍କ ଆଡ଼ପ ମଣ୍ଡପ ବିଜେ ଏବଂ 19 ବର୍ଷରୁ କମ୍ ପୁରୁଷ ବର୍ଗ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ରେ ଇଂଲଣ୍ଡକୁ 6 ୱିକେଟ୍ରେ ପରାସ୍ତ କଲା ଭାରତ। ସମ୍ବାଦ ଶେଷ ହେଲା।